ମେଘମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ମାଧ୍ୟମରେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଥିବାରୁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ହୃଦୟ ସହିତ ଧନ୍ୟବାଦ ଦିଏ। ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟ ଗୁଡ଼ିକ ଦ୍ୱାରା ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଏହି ପ୍ରକାର ନିରନ୍ତର ଆପଣ ଆମମାନଙ୍କୁ ଉତ୍ସାହିତ କରୁଥିବେ, ଏହା ଆମେ ଅନୁରୋଧ କରୁଅଛୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ବାଇବଲ ଅନୁସାରେ ପ୍ରକୃତ ନୂଆବର୍ଷ କ'ଣ? ବାଇବଲ ଅନୁସାରେ ପ୍ରକୃତ ନୂଆବର୍ଷ କ'ଣ, ଏ ବିଷୟରେ ଆମମାନେ ଅଳ୍ପ ସମୟ ଧରି ଆମେ ଆଲୋଚନା କରିବା। ବାକ୍ୟ ପଢ଼ିବା। ଯାତ୍ରା ପୁସ୍ତକ 12 ଅଧ୍ୟାୟ 1 ପଦ 2 ପଦ। ଅନନ୍ତର ମିଶ୍ର ଦେଶରେ ସଦାପ୍ରଭୁ ମୂଷା ଓ ହାରଣଙ୍କୁ କହିଲେ, ଏହି ମାସ ତୁମ୍ଭମାନଙ୍କର ପ୍ରଧାନ ମାସ ଓ ବର୍ଷର ପ୍ରଥମ ମାସ ହେବ। ପ୍ରିୟମାନେ, ଏହି ସ୍ଥାନରେ ପ୍ରଭୁ ଯୀଶୁଖ୍ରୀଷ୍ଟ ବା ପରମେଶ୍ୱର ମୂଷା ଓ ହାରଣଙ୍କୁ ସେ କହୁଅଛନ୍ତି, ଏହି ମାସ ତୁମ୍ଭମାନଙ୍କର ବର୍ଷର ପ୍ରଧାନ ମୁଖ୍ୟ ଆଉ ପ୍ରଥମ ମାସ ହେବ। ତାହା କେଉଁ ମାସ? ଯେଉଁ ଦିନ ଇସ୍ରାଏଲ ଲୋକମାନେ ମିଶ୍ର ଦେଶର ବନ୍ଧନରୁ, ଦାସତ୍ୱରୁ ସେମାନେ ବାହାରୁ ଅଛନ୍ତି, ସେହି ମାସକୁ ପ୍ରଧାନ ମାସ ଆଉ ବର୍ଷର ପ୍ରଥମ ମାସ। ଆମେ ଏଇ ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ଜାନୁଆରୀ ମାସକୁ ଆମମାନେ ପ୍ରଥମ ମାସ ବୋଲି ଧରୁ। ଭାରତର କ୍ୟାଲେଣ୍ଡର ଅନୁସାରେ ସେମାନେ ଆଉ ଗୋଟେ ମାସକୁ ପ୍ରଥମ ମାସ ବୋଲି ଧରନ୍ତି। ଏ ପ୍ରକାର ଅନେକ କ୍ୟାଲେଣ୍ଡର ଗୁଡ଼ିକ ରହିଛି, ଆଉ ସେମାନେ ସେଇ କ୍ୟାଲେଣ୍ଡର ଅନୁସାରେ ସେମାନେ ମାସ ଗୁଡ଼ିକକୁ ପ୍ରଥମ ମାସ କହନ୍ତି। ମାତ୍ର ବାଇବଲ ଏଠି ଆମମାନଙ୍କୁ କହେ, ପରମେଶ୍ୱର କହୁଅଛନ୍ତି ମୂଷା ଓ ହାରଣଙ୍କୁ ଯେ ଏହି ମାସ, କେଉଁ ମାସ? ଯେଉଁ ମାସରେ କି ଗୋଟେ ବ୍ୟକ୍ତି ମିଶ୍ରରୁ ବାହାରେ। ମିଶ୍ରର ଅର୍ଥ କ'ଣ? ଜଗତ। ମିଶ୍ରର ଅର୍ଥ କ'ଣ? ଆମେ ପାପ ମଧ୍ୟ ଆମେ କହିପାରିବା। ଯେଉଁ ଦିନ ଜଣେ ବ୍ୟକ୍ତି ଜଗତରୁ ପୃଥକ ହୁଏ, ସେଇ ବର୍ଷ ବା ସେଇ ଦିନ ତା ନିମନ୍ତେ ନୂତନ ବର୍ଷ। ପ୍ରିୟମାନେ, ଆଜି ଅନେକ ଅଛନ୍ତି, ସେମାନେ ଜଗତ ପାପରେ ସମ୍ପୂର୍ଣ୍ଣ ଭାବରେ ଲିପ୍ତ ରହି ସେମାନେ ହ୍ୟାପି ନ୍ୟୁ ଇୟର କହନ୍ତି। ନୂତନ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ, ଶୁଭେଚ୍ଛା ସେମାନେ କହନ୍ତି। ତାହା ପ୍ରକୃତରେ ନୂତନ ବର୍ଷ ନୁହେଁ। ପ୍ରଭୁ ଦେଖୁଛନ୍ତି ଯେ କେଉଁ ଦିନ, କେଉଁ ମାସ ସେମାନଙ୍କର ପ୍ରଧାନ ମାସ, ପ୍ରଥମ ମାସ ହେବ। ଯେଉଁ ଦିନ ସେମାନେ ପାପରୁ, ଦୁଷ୍ଟତାରୁ, ଅଧର୍ମତାରୁ ସେମାନେ ବାହାରି ଆସୁଅଛନ୍ତି, ସେହି ଦିନକୁ ପ୍ରିୟମାନେ ଇସ୍ରାଏଲ ଲୋକମାନେ ମିଶ୍ର ଦେଶର ଦାସତ୍ୱ ଭାବରେ 430 ବର୍ଷ ରହିଥିଲେ। ଆଉ ଯେଉଁ ସମୟରେ ସେମାନେ ପରମେଶ୍ୱରଙ୍କ ନିକଟରେ ଡାକ ପକାଇଲେ, କ୍ରନ୍ଦନ କଲେ, ସେହି ସମୟରେ ପରମେଶ୍ୱର ସେମାନଙ୍କ ମଧ୍ୟକୁ ଓହ୍ଲାଇ ଆସିଲେ ଆଉ ସେମାନଙ୍କୁ ସେ ଫାରୋଙ୍କର ଅଧୀନରୁ ବାହାର କରୁଅଛନ୍ତି। ସେମାନେ ନିସ୍ତାର ପର୍ବ ପାଳନ କରୁଅଛନ୍ତି। ନିସ୍ତାର ପର୍ବରେ ଗୋଟିଏ ମେଷକୁ ବଳିଦାନ କରାଯାଏ, ଆଉ ସେହି ମେଷର ରକ୍ତକୁ ଦ୍ୱାର ବନ୍ଧରେ ଲଗାଯାଏ। ଆଉ ସେହି ଦିନ ସେମାନଙ୍କର ନିସ୍ତାର ପର୍ବ, ମିଶ୍ର ଦେଶରୁ ବାହାରିବାର ପର୍ବ। ଆଜି ଅନେକ ମିଶ୍ର ଦେଶରେ ରହି, ଜଗତରେ ରହି, ପାପରେ ରହି ସେମାନେ ହ୍ୟାପି ନ୍ୟୁ ଇୟର କହୁଅଛନ୍ତି। ମାତ୍ର ତାହା ପ୍ରକୃତରେ ହ୍ୟାପି ନ୍ୟୁ ଇୟର ନାହିଁ। ପଢ଼ିବା 1 Corinthians 5 ଅଧ୍ୟାୟ 6 ପଦ 7 ପଦରେ ଲେଖାଗଲା, ତୁମ୍ଭେମାନେ ତ ଖମିର ଶୂନ୍ୟ ଲୋକ, ଏଣୁ ଯେପରି ତୁମ୍ଭେମାନେ ନୂଆ ପିଣ୍ଡୁଳା ହୋଇପାର, ଏଥିପାଇଁ ପୁରୁଣା ଖମିର ବାହାର କରି ପକାଅ। କାରଣ
ଆମ୍ଭମାନଙ୍କ ନିସ୍ତାର ପର୍ବର ମେଷ ଶାବକ ଅର୍ଥାତ୍ ଖ୍ରୀଷ୍ଟ ମଧ୍ୟ ବଳୀକୃତ ହୋଇଅଛନ୍ତି। 8 ପଦ। ଅତଏବ ଆସ ଆମ୍ଭେମାନେ ପୁରାତନ ଖମିର କିମ୍ବା ଦୁଷ୍ଟତା ଓ କୁକର୍ମ ରୂପ ଖମିର ଦ୍ୱାରା ପର୍ବ ପାଳନ ନ କରି ସରଳତା ଓ ସତ୍ୟ ରୂପ ଖମିର ଶୂନ୍ୟ ରୋଟି ଦ୍ୱାରା ପର୍ବ ପାଳନ କରୁ। କେତେ ସୁନ୍ଦର ପ୍ରିୟମାନେ, ଏହି ସ୍ଥାନରେ ଅତି ସ୍ପଷ୍ଟ ଭାବରେ ଲେଖାଯାଏ ନୂଆ ବର୍ଷ ମାନେ କ'ଣ? ଯେଉଁଦିନ ଆମେ ଜଗତରୁ ବାହାରୁଛୁ, ଯେଉଁଦିନ ଦୁଷ୍ଟତା କୁକର୍ମ ଏହି ପ୍ରକାର ବିଷୟ ଗୁଡ଼ିକରୁ ଆମେ ମୁକ୍ତ ହେଉଛୁ, ସେଇଦିନ ପ୍ରକୃତରେ ଆମର ହ୍ୟାପି ନ୍ୟୁ ଇୟର, ନୂତନ ବର୍ଷ ଅଟେ। ପରମେଶ୍ୱର ଆମମାନଙ୍କୁ ଏହି ପ୍ରକାର ନୂତନ ବର୍ଷ ଦେବା ପାଇଁ ଚାହାନ୍ତି। ଆମେ ଏହି କ୍ୟାଲେଣ୍ଡର ଅନୁସାରେ ଆମେ ଦେଖୁଛୁ ଜାନୁଆରୀ 1 ତାରିଖକୁ ସମସ୍ତେ ସେମାନେ ନୂତନ ବର୍ଷ ଭାବରେ ସେମାନେ ପାଳନ କରନ୍ତି। ଏହା ନୂତନ ବର୍ଷ ନାହିଁ। ଏଥିପାଇଁ ଆମେ ଖୁସି ହେବାର ନାହିଁ ଯେ କ୍ୟାଲେଣ୍ଡର ବଦଳିଗଲା, 12 ମାସ ବିତିଗଲା, ସୂର୍ଯ୍ୟ ଚାରିଆଡ଼େ ପୃଥିବୀ ଗୋଟିଏ ଚକ୍କର ମାରିଦେଲା। ଏଥିପାଇଁ ଆମକୁ କୌଣସି ପ୍ରକାର ଖୁସି ହେବାର ଆବଶ୍ୟକ ନାହିଁ। ଆମେ କ'ଣ ପାଇଁ ଖୁସି ହେବା? କ'ଣ ପାଇଁ ଆମର ପ୍ରକୃତ ହ୍ୟାପି ନ୍ୟୁ ଇୟର ହୁଏ? ଯେଉଁ ସମୟରେ ଆମେ ପାପ ଛାଡ଼ୁ, ଜଗତ ଛାଡ଼ୁ, ଶୈତାନର ବନ୍ଧନରୁ ଆମେ ମୁକ୍ତ ହେଉ। ପ୍ରିୟମାନେ, ତାହା ହେଉଛି ପ୍ରକୃତରେ ଆମମାନଙ୍କ ନିମନ୍ତେ ହ୍ୟାପି ନ୍ୟୁ ଇୟର। ଆଉ ସେହି ହ୍ୟାପି ନ୍ୟୁ ଇୟର ଆମମାନଙ୍କ ଜୀବନରେ ପରମେଶ୍ୱର କେବଳ ଯେ ଜାନୁଆରୀ 1ରେ କରନ୍ତି ତାହା ନୁହେଁ, ପ୍ରତିଦିନ କରିବା ପାଇଁ ଚାହାନ୍ତି। ଆମମାନଙ୍କ ଜୀବନରେ ସାନ ବଡ଼ ବିଭିନ୍ନ ପ୍ରକାର ପାପ ଗୁଡ଼ିକ ଥାଏ। ଯେଉଁ ସମୟରେ ଆମେ ସେ ପାପ ଗୁଡ଼ିକକୁ ଆମେ ପରିତ୍ୟାଗ କରୁଛୁ, ଛାଡ଼ୁଛୁ, ସେହି ସମୟରେ ଆମମାନଙ୍କର ପ୍ରକୃତରେ ଆମମାନଙ୍କର ହ୍ୟାପି ନ୍ୟୁ ଇୟର ହେଉଛି। ଆଉ ଏହି ପ୍ରକାର ହ୍ୟାପି ନ୍ୟୁ ଇୟର ସମସ୍ତଙ୍କର ହେଉ, ଏହା ପରମେଶ୍ୱରଙ୍କ ଇଚ୍ଛା। ସେଥିପାଇଁ ଯେଉଁ ସମୟରେ ଇସ୍ରାଏଲ ଲୋକମାନେ ମିସ୍ର ଦେଶର ଦାସତ୍ୱରୁ ବାହାରୁଅଛନ୍ତି, ସେହି ସମୟରେ ସ୍ୱର୍ଗର ପରମେଶ୍ୱର ସେମାନଙ୍କୁ କହୁଛନ୍ତି ଏହି ମାସ, ବିଭିନ୍ନ ମାସ ରହିଛି, ଏହାକୁ ଆବିବ ମାସ ବୋଲି କୁହାଯାଏ। ଜ୍ୟୋତି କ୍ୟାଲେଣ୍ଡର ଅନୁସାରେ ଆବିବ ମାସ ସେମାନଙ୍କର ବର୍ଷର ପ୍ରଥମ ମାସ। ଆବିବ ମାସରେ ସେମାନେ ହ୍ୟାପି ନ୍ୟୁ ଇୟର ସେମାନେ କରନ୍ତି। ଆଉ ସେହି ମାସ, ଯେଉଁ ମାସରେ ତୁମେ ମିସ୍ରରୁ ବାହାରିଲ, ଜଗତରୁ ବାହାରିଲ, ସେହି ମାସ ପ୍ରକୃତରେ ଆମ୍ଭମାନଙ୍କ ନିମନ୍ତେ, ସମସ୍ତଙ୍କ ନିମନ୍ତେ ପ୍ରଥମ ମାସ। ଆଉ ତାହା ହେଉଛି ଆମମାନଙ୍କର ହ୍ୟାପି ନ୍ୟୁ ଇୟର। ଯଦି ପ୍ରକୃତରେ ଆମେ ହ୍ୟାପି ନ୍ୟୁ ଇୟର କହିବା ପାଇଁ ଚାହୁଁଛୁ, ତାହେଲେ ଆମକୁ ପାପ ଛାଡ଼ିବାକୁ ପଡ଼ିବ, ଦୁଷ୍ଟତା ଛାଡ଼ିବାକୁ ପଡ଼ିବ, ଅଧର୍ମ ଛାଡ଼ିବାକୁ ପଡ଼ିବ। ଏହାପରେ ଆମେ କହିପାରିବା ଯେ ପ୍ରକୃତରେ ମୋ ଜୀବନରେ ହ୍ୟାପି ନ୍ୟୁ ଇୟର ହେଇଛି। ପ୍ରିୟମାନେ, ଆସନ୍ତୁ ଆମେ ଏହି ପ୍ରକାର ହ୍ୟାପି ନ୍ୟୁ ଇୟର କରିବା। ଜଗତ, ପାପ, ଶୈତାନ, ଶରୀର ବିଭିନ୍ନ ପ୍ରକାର ପ୍ରଲୋଭନରୁ ଆମେ ମୁକ୍ତ ହୋଇ ଆମମାନେ ପ୍ରକୃତରେ ହ୍ୟାପି ନ୍ୟୁ ଇୟର ୟୁଜ୍ କରିପାରିବା। ଆସନ୍ତୁ ପଦେ ପ୍ରାର୍ଥନା କରିବା। ପବିତ୍ର ମଙ୍ଗଳମୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ ଯେ ତୁମେ ପ୍ରତି ପ୍ରଭାତରେ ତୁମର ପବିତ୍ର ବାକ୍ୟ ମାଧ୍ୟମରେ ଆମ ସମସ୍ତଙ୍କ ସହିତ କଥା ହେଉଛ। ସେଥିପାଇଁ ମୁଁ ତୁମକୁ ଧନ୍ୟବାଦ ଦିଏ। ପ୍ରକୃତରେ ହ୍ୟାପି ନ୍ୟୁ ଇୟର କ'ଣ ଅଟେ? ହ୍ୟାପି ନ୍ୟୁ ଇୟର ଜଗତ ଛାଡ଼ିବା, ଜଗତର ପ୍ରଲୋଭନ, ବିଭିନ୍ନ ପ୍ରକାର ପାପରୁ ନିଜକୁ ମୁକ୍ତ କରିବା, ଏହା ପ୍ରକୃତରେ ହ୍ୟାପି ନ୍ୟୁ ଇୟର। ଏହା ତୁମେ ଆମକୁ ଜଣାଇଛ। ଧନ୍ୟବାଦ ପ୍ରଭୁ। ତୁମେ ବାକ୍ୟ ମାଧ୍ୟମରେ ଆମମାନଙ୍କ ସହିତ କଥା ହେଇଥିବାରୁ ଆମେ ତୁମକୁ ଧନ୍ୟବାଦ ଦେଉଛୁ। ଆଉ ଏହି ପ୍ରକାର ସମସ୍ତେ ହ୍ୟାପି ନ୍ୟୁ ଇୟର ପାଳନ କରନ୍ତୁ, ଏହା ତୁମର ଇଚ୍ଛା। ପ୍ରଭୁ, ଆମେ ତୁମକୁ ଧନ୍ୟବାଦ ଦେଇ ପ୍ରାର୍ଥନା ପ୍ରିୟ ଯୀଶୁଙ୍କ ନାମରେ ମାଗୁଛୁ। ଆମେନ୍, ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ, ପ୍ରଭୁ ଅନୁଗ୍ରହ କରନ୍ତି। ଆସନ୍ତା ଅଧ୍ୟାୟରେ ଆଉ ଗୋଟେ ନୂଆ ପ୍ରସଙ୍ଗରେ ପରସ୍ପର ସହିତ ସାକ୍ଷାତ କରିବା ରହିବା। ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।